ଗୋଟିଏ ଗାଁରେ ରାମଚନ୍ଦ୍ର ନାମର ଗୋଟିଏ ଚାଷୀ ରହୁଥିଲେ। ସେ ବହୁତ ଦୟାଳୁ ଓ ପରିଶ୍ରମୀ। ସକାଳୁ ସୂର୍ଯ୍ୟ ଉଠିବା ସହିତ ସେ ଜାଗି କ୍ଷେତକୁ ଯାଇ ମାଟି ଚାଷ କରୁଥିଲେ। ଗାଁର ଲୋକମାନେ କହୁଥିଲେ, ରାମଚନ୍ଦ୍ରଙ୍କ ପରି କେହି କାମ କରୁନାହିଁ। କିନ୍ତୁ ଭାଗ୍ୟ ସବୁବେଳେ ସହାୟକ ନଥାଏ। ଏକ ବର୍ଷ ବର୍ଷା ନ ହେବାରୁ ତାଙ୍କ କ୍ଷେତରେ ପାଣିର ଅଭାବ ହେଲା। ଧାନ ଗୁଡ଼ିକ ଶୁଖି ଯାଉଥିଲା। ଚାଷୀ ଚିନ୍ତାରେ ପଡ଼ିଥିଲେ, ଯଦି ଏମିତି ଚାଲିଥାଏ ଏ ବର୍ଷ ଆମେ ଖାଇବୁ କ'ଣ? ଗୋଟିଏ ଦିନ ସେ କ୍ଷେତରେ କାମ କରୁଥିଲା। ହଠାତ୍ ଏକ ହରିଣ ତାଙ୍କ ଜାଲରେ ଧରା ପଡ଼ିଗଲା। ହରିଣ ଭୟରେ କମ୍ପାଉଥିଲା ଓ ନୟନରୁ ଲୁହ ଖସୁଥିଲା। ସେ କହିଲା, ଚାଷୀ ଭାଇ, ମୋତେ ବଞ୍ଚାଇ ଦିଅ। ମୁଁ ଆଉ କେବେ ବି ତୁମ କ୍ଷେତରେ ଆସିବିନି। ମୋ ପ୍ରାଣ ରକ୍ଷା କର। ଚାଷୀଙ୍କ ମନରେ କ୍ରୋଧ ଥିଲା, କାରଣ ପଶୁମାନେ ସେମାନଙ୍କର ଫସଲ ନଷ୍ଟ କରୁଥିଲେ। କିନ୍ତୁ ସେହି ହରିଣର ଅବସ୍ଥା ଦେଖି ସେ ଦୟା କଲେ। ଭଲ ଯା, ତୁମେ ସ୍ୱାଧୀନ ବୋଲି ସେ ଜାଲକୁ ଖୋଲିଦେଲେ। କିଛି ଦିନ ପରେ ଧାନ ଗୁଡ଼ିକ ଶୁଖି ଯାଉଥିଲା। ଘରେ ଖାଇବାକୁ କିଛି ନଥିଲା। ରାମଚନ୍ଦ୍ରଙ୍କ ମନ ବହୁତ ଭାଙ୍ଗିଗଲା। ସେ ଭାବିଲେ, ମୋ ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଗଲା। ସେହି ସମୟରେ ସେହି ହରିଣ ପୁଣି ଆସିଲା। ସେ ଚାଷୀଙ୍କୁ ଦେଖି କହିଲା, ମୋ ପ୍ରାଣ ବଞ୍ଚାଇଥିବାରେ ମୁଁ ତୁମର କୃତଜ୍ଞ। ଏବେ ତୁମେ ଅସୁବିଧାରେ ଅଛ, ମୋ ସହିତ ଆସ। ହରିଣ ଚାଷୀକୁ ଗାଁର ପଛ ପାହାଡ଼ ପାଖକୁ ନେଲା। ସେଠାରେ ଗୋଟିଏ ଝରଣା ବହୁଥିଲା, କିନ୍ତୁ କେହି ସେଠାକୁ କେବେ ଯାଇନଥିଲେ। ହରିଣ କହିଲା, ଏହି ଝରଣାରୁ ପାଣି ନେଇ ତୁମର ଧାନକୁ ସିଞ୍ଚ, ତୁମର ଫସଲ ଭଲ ହୋଇଯିବ। ଚାଷୀ ସେମିତି କଲେ। କିଛି ଦିନ ପରେ ଶୁଖି ଯାଉଥିବା ଧାନ ଗୁଡ଼ିକ ଫୁଲିଗଲା। ବହୁତ ଭଲ ଫସଲ ହେଲା। ସେ ପରିବାର ସହିତ ସୁଖୀ ହେଲେ।